ବାକ୍ୟ ସତ୍ୟ ଅଟେ, ପରିତ୍ରାଣ ଅଟେ, ଜୀବନ୍ତ ଅଟେ। କାରଣ ସେହି ବାକ୍ୟ ଯେଉଁମାନେ ବିଶ୍ୱାସର ସହିତ ଶୁଣିବେ, ସେହି ବାକ୍ୟ ଅନୁସାରେ ଯେଉଁମାନେ ଜୀବନକୁ ଅତିବାହିତ କରିବେ, ସେମାନଙ୍କ କପାଳରେ ଈଶ୍ୱରଙ୍କର ମୁଦ୍ରାଙ୍କ ନିହାତି ଲାଗିବ। ଖାଲି ଜଗତର ବିଷୟରେ ହିଁ ଆଜି ମୋର ପରିବାରରେ ଦୁଃଖ ପଡ଼ିଲା, ଆଜି ମୋର ପରିବାରରେ ସମସ୍ୟା ପଡ଼ିଲା, ମୋ ଜୀବନରେ ମଧ୍ୟ ପରିବାରରେ ଛୋଟ ଛୋଟ ବିଷୟ ହେଲେ ମଧ୍ୟ ମୁଁ ମଧ୍ୟ ଟିକେ ଟିକେ ପ୍ରଭୁଙ୍କ ଠାରୁ ଟିକେ ସାନ୍ନିଧ୍ୟରୁ ମୁଁ ବାହାରି ପଡ଼େ। ତଥାପି ପରମେଶ୍ୱର ବସିଛନ୍ତି। କେଉଁ ସମୟରେ ମୋର ପୁତ୍ର କନ୍ୟା ମାନେ ମୋ ନିକଟକୁ ଆସିବେ, ମୋର ଦାସ ଦାସୀ ମାନେ ମୋ ନିକଟକୁ ଆସିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଈଶ୍ୱରଙ୍କ ମୁଦ୍ରାଙ୍କ ଆମମାନଙ୍କ ଜୀବନରେ ଆମମାନଙ୍କ କପାଳରେ ଯଦି ଲାଗି ନାହିଁ, ତେବେ ସ୍ୱର୍ଗ ରାଜ୍ୟ ଯିବାର ଅସମ୍ଭବ ବିଷୟ। ତେଣୁ ପରମେଶ୍ୱର ଆଜି ମଧ୍ୟ ତାଙ୍କର ପ୍ରେମର ଚିହ୍ନ ଆମମାନଙ୍କୁ ଦେବା ପାଇଁ ଚାହୁଁଛନ୍ତି। ତାଙ୍କର ସେହି ଚିହ୍ନରେ ଆମେ ଚିହ୍ନିତ ହେବା ଆବଶ୍ୟକ। ତାଙ୍କର ମୁଦ୍ରାଙ୍କରେ ଆମେ ମୁଦ୍ରାଙ୍କିତ ହେବା ଆବଶ୍ୟକ। କାରଣ ଜଣେ ବିଶ୍ୱାସ ଦ୍ୱାରା ମଧ୍ୟ ମୁଦ୍ରାଙ୍କ ପ୍ରାପ୍ତ ହେଇପାରିବ, ଯାହାକି ଲେଖା ଅଛି ରମ୍ୟ ପୁସ୍ତକ 4:11। ଟିକେ ଶୀଘ୍ର ଶୀଘ୍ର ସେ ଅସୁନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେ ଅସୁନତ ଥିବା ଅବସ୍ଥାରେ ମଧ୍ୟ ବିଶ୍ୱାସ କରି ପରମେଶ୍ୱରଙ୍କର ବାକ୍ୟ ଯେଉଁମାନେ ହୃଦୟରେ ସ୍ୱଚ୍ଛନ୍ଦ ମନରେ ଆତ୍ମାର ସହକାରେ ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ ଦ୍ୱାରା ଗ୍ରହଣ କରୁଛନ୍ତି, ସେମାନେ ମଧ୍ୟ ମୁଦ୍ରାଙ୍କ ପ୍ରାପ୍ତ ହେଇପାରିବେ। ମାତ୍ର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଚର୍ଚ୍ଚରେ ବୋଲି ନୁହେଁ, ପୃଥିବୀରେ ଯେତେ ଚର୍ଚ୍ଚ ଅଛି, ପ୍ରଭୁଙ୍କର ମନ୍ଦିର ଅଛି, ଅନେକ ଜାଗାରେ ପରିତ୍ରାଣର ବିଷୟରେ ପ୍ରଚାର, ଅନେକ ଜାଗାରେ ପାପ କ୍ଷମାର ପ୍ରଚାର। ମାତ୍ର ସେହି ଈଶ୍ୱରଙ୍କର ବାକ୍ୟକୁ ଆମେ ପଛରେ ପକାଇ ଆମେ ଜଗତର ବିଷୟରେ ହିଁ ଆସକ୍ତ ହେଉଛୁ। ସେଦିନ ଇସ୍କାରିତ ଯିହୁଦା ଜଗତର ମୁଦ୍ରା ବା ଜଗତର ଟଙ୍କାରେ ଭାସି ନିଜର ତ୍ରାଣକର୍ତ୍ତାକୁ କଣ କଲା? ଶତ୍ରୁ ହସ୍ତରେ। ଆଜିର ମନୁଷ୍ୟ ମାନେ ମୋ ଠାରୁ ଆରମ୍ଭ କରି ଆପଣ ମାନଙ୍କୁ ହିଁ ଆକ୍ଷେପ କରି କହିଲେ ଦୁଃଖ ଲାଗିପାରେ। ମୋ ଠାରୁ ଆରମ୍ଭ କରି ଜଗତର ମୁଦ୍ରା ପାଇଁ ଆମେ ଯୀଶୁଙ୍କୁ ପଛରେ ପକେଇ ଦେଉଛୁ। ଏପରି ସମୟ ଆସୁଅଛି ଯେ କେହି ମଧ୍ୟ ରକ୍ଷା ପାଇବେ ନାହିଁ, ଯାହାକି ହିଜିକେଲ ପୁସ୍ତକ 9:4-5-6 ଟିକେ। ତୁମେ ସତ୍ୟନଗର ସିଟିପାଲି ଆମ ନଗର ଦେଇ ଯାଅ, କାତରକ୍ତି ବୋଲି କହିଲେ ଯେଉଁମାନେ କି କାନ୍ଦୁଛନ୍ତି, ସେମାନଙ୍କର କପାଳରେ ଚିହ୍ନ ଦିଅ। ସେମାନଙ୍କ କପାଳରେ ଚିହ୍ନ ଦିଅ। ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣଗୋଚରରେ କହିଲେ, ତୁମେମାନେ ତାହାର ପଛେ ପଛେ ନଗର ମଧ୍ୟକୁ ଯାଇ ସଂହାର କର। ଚକ୍ଷୁ ଲଜ୍ଜା କି ଦୟା କର ନାହିଁ। ବୃଦ୍ଧ, ଯୁବା, କୁମାରୀ, ଶିଶୁ ଓ ସ୍ତ୍ରୀ ଲୋକ ସମସ୍ତଙ୍କୁ ନିଶେଷ ରୂପେ ଶୁଭାଗଲାନି। ନିଶେଷ ରୂପେ କାହାକୁ? ଯାହାଙ୍କ କପାଳରେ ଈଶ୍ୱରଙ୍କ ମାତ୍ର ଯେଉଁମାନଙ୍କ ଠାରେ ଚିହ୍ନ ଅଛି ସେମାନଙ୍କ ନିକଟକୁ। ହାଲେଲୁୟା, ହାଲେଲୁୟା। ଆଗକୁ ଟିକେ ଭାଇ।
ଆଉ हाँ ଆମର ଧର୍ମଧାମ ଠାରୁ ଆରମ୍ଭ କର आम्भर धर्म धाम ठारू आरंभ कर କହିଲେ ସେମାନେ ଗୃହର ସବୁ ବିସ୍ତୃତ हाँ ପ୍ରାଚୀନ ଗଣ ଠାରୁ ଆରମ୍ଭ କଲେ। धन्यवाद हालेलुया हालेलुया एपरि समय घटिब बोली कहबाको नै घटी आसुछि जे धर्म धाम बोली कहिले ए बेदीरु आरंभ हेब सेते बेले मो परि प्रार्थना बाबू को दया करा जीव नै प्रभुकर बड़ बड़ दास मानकु दया करा जीव नै जदि आपणकर उपासना ईश्वरक ठारे सुग्राय सत्यरे आत्मारे जदि तांकर सेवा करिछ तेबे सेमानक कपाଳରେ ईश्वरक मुद्रांक लागिबो मात्र जेउ माने ईश्वरकर वाक्य सुनी ईश्वरकर सानिध्य मध्यरु बेले बेले होछि समस्त जीवन जे परमेश्वर सानिध्य मध्य उठी उठी कौन बड़ बड़ काम थाउछि ईश्वर मंदिर भितरे प्रवेश करिला परे मध्य जदि काम अछि गृह छाड़ी एका साधारण विषय नहीं से शेष समय विचार रे आनिबे आपण दिन मध्य केते थर चालुछंती केते थर निश्वास नेउछंती सबु प्रभु गणना एमिति कोनोसी विषय ताहांकर दृष्टि गोचर हालेलुया तेणु सेही समस्त समय न आसीबा पूर्वरु ईश्वर कठारे आमे क्रंदन करिबा मुद्रांक पाइबा पई नहले चिरिमिया पुस्तक रे लेखा गला ए जेउ दुष्ट लोक माने आंभ वाक्य सुनिबा को असमत होई अन्य देवगणर अन्य कार्य जगतर विषय रे माती जा ईश्वर को जो पछरे पकाउछंती से माने एही अकर्मणीय पटुका तुल्य हेबे पटुका बोली कहिले जहा कि जिरिमा को कहले तुम्हें मसिया निर्मित एक पटुका किनी आनी आपना पट्टी देश रे बांध ताहा केते दिन गला परे कहले ताहा नहीं फेरत नदी ते शैल मध्य ताहा लुचाई रख आ केते दिन परे कहउछंती सेही पटुका काडी आण चमड़ा रे निर्मित होइथिबा पटुका पानी रे रखी आउ जदी ताहा बाहर करी अणा जाए ताहा जेमतिटा सेमति थिबो ना नष्ट ताहा अकर्मणीय ताहा कोनसी कार्य रे लगा जीव नाही तद्रूप हमर को जीवन रे जदी ईश्वरकर वाक्य ईश्वरकर सही पटुका पवित्र आत्मार पटुका परित्राणर पटुका ए प्रकार दिन मान करे प्रभु हमन को देबे जे माने ईश्वर कथारे विश्वास करी ताहांकर वाक्य अनुसारे ताहांकर से सुसमाचार त्याग प्रेम अनुग्रह को जे माने ईश्वर को जानि छथि से माने ही जानिबे जे विश्वासी अविश्वासी नहीं जे गीते रे लिखा गला यीशु नामे केवल तेणु जागृत हेबा प्रभु को सानिध्य मध्यरो निज निज को संयमता भावरे चरण को विचलित हेबा को देबा नहीं कारण एटा साधारण जगह नहीं निजे परमेश्वर ए स्थान रे उपस्थित हेउछंती ताहांकर उपस्थिति थिबा समय रे ताकर उपस्थिति को अनुभव करबा दरकार ना कि जगतर विषय रे प्रभु